Hello friends, muspurane tapman welcome to my channel Nandari. Tapman manangar thila na love story video ani thira kar dechi. So love story video part 3 तो बहुत दिन पर आए तो अधा थिला लिटिल हॉस्टल लिटिल फाइनल परीक्षा थिला तो जाइतिले आ ये कुछ मेडिकल काम रे कटक जाइतिले आ એટલે ସେଠି କଥାବାର୍ତ୍ତା ହେଇପାରିଲେ କାହିଁକିନା ଲିଟିଲି ସାଙ୍ଗମାନେ ତ ଫୋନ୍ ଛଡ଼େଇ ନେଇଥିଲେ ମୋ ଠାରୁ କାହିଁକିନା ସେମାନେ ତାଙ୍କ ଫ୍ୟାମିଲି ସହିତ ଆଣ୍ଡ ଆଜିକାଲି ଜାଣିଛନ୍ତି ଛୁଆମାନଙ୍କର ବୟଫ୍ରେଣ୍ଡ ସହିତ କଥାବାର୍ତ୍ତା ଥିଲା ତ ସେଠି ଫୋନ୍ ଆଲାଉ ନଥିଲା ଯେହେତୁ ସେଥିପାଇଁକା ସେଠି ସିଏ ମୋ ଫୋନ୍ ନେଇଯାଇଥିଲେ ଆଉ ମୋତେ କହିଲେ ଦିଦି ଶୋଇପଡ଼ ମୋର କିନ୍ତୁ ଇଚ୍ଛା ହଉଥାଏ ଫୋନ୍ କଥା ମୁଁ ସେମାନଙ୍କୁ କହିପାରିନି ନା ଲିଟିଲି ସିନା ଜାଣିଛି କିନ୍ତୁ ସେମାନେ କେହି ଜାଣିନାହାନ୍ତି ତ ସମସ୍ତଙ୍କୁ ଜଣେଇବାଟା ଠିକ୍ ନୁହଁ ତାପରେ ସେଥିପାଇଁ ମୁଁ ଶୋଇଗଲି ସେ ତାଙ୍କ ଫୋନ୍ ନେଇଗଲେ ରାତି ସାରା ଇଏ କଲେ ଇଏ ଫୋନ୍ କରିଛନ୍ତି କିନ୍ତୁ ସିଏ ଫୋନ୍ ଇଏ କରୁନାହାନ୍ତି ତାପରେ ସେଦିନ ଗଲା ତା ପରଦିନ ତା ଫାଇନାଲ ପରୀକ୍ଷା ଥିଲା ବାୟୋଲୋଜି ଥିଲା ତାପରେ ସିଏ କ'ଣ କଲେ ତାଙ୍କର ଡ୍ୟୁଟି ଥିଲା ନା କ'ଣ ଇଏ ଫୋନ୍ କରିନଥିଲେ ଟୋଟାଲି ଆସିକି ଡ୍ୟୁଟି ଥିଲା ଫୋନ୍ କରିନଥିଲେ ମୁଁ ତାଙ୍କ ସେଠି ହଁ ତାଙ୍କୁ ଆଉ ଗୋଟେ କଥା ତାଙ୍କର ଯେତେବେଳେ ବାୟୋଲୋଜି ପରୀକ୍ଷା ଥିଲା ତାଙ୍କ ଫାଇନାଲ ପରୀକ୍ଷା ଲାଷ୍ଟ ପରୀକ୍ଷା ଥିଲା ତ ସେଠି ତାଙ୍କର ଟାଙ୍ଗି ପାଖରେ କେତେଟା ପାଖରେ ଆଉ ଗୋଟେ କଲେଜ ନୁହଁ କ'ଣ ଗୋଟେ କଲେଜ ମନେ ପଡ଼ୁନି ତାଙ୍କ ସହିତ ଫାଇଟିଂ ହେଇଥିଲା ତ ସେ ଟେକା ପଥର ପକେଇବେ ବୋଲି ଥିଲା ସେଥିପାଇଁକା ଆଙ୍କୁ ଫୋନ୍ କଲି ଯେତେବେଳେ ଆଉ ଇଏ ଉଠେଇଲେନି ତାପରେ ଏମିତି ମା ଗଲା ଆମକୁ ନେଇକି ଆସିଲା ଆମେ ପଳେଇ ଆସିଲୁ ଅଧ ବାଟରେ ମୋତେ ଫୋନ୍ କରିଛନ୍ତି ତ ବାବା ମା ଗାଡ଼ିରେ ବସିଛନ୍ତି ମୁଁ ଆଉ ଫୋନ୍ ଉଠେଇଲିନି ତ ସେ ନମ୍ବର ଟୋଟାଲି କଥାବାର୍ତ୍ତା ବନ୍ଦ ତାପରେ ମୋ ବର୍ଥଡେ ଥିଲା ନା କ'ଣ କୁହ ତମ ବର୍ଥଡେ ଥିଲା କୁହ एप्रिल 6 ହଁ ଆମେ ତ ଆଗରୁ ନର୍ମାଲ ଏମିତି ଫୋନରେ କଥା ହଉ ଏମିତି କିଛି ବି ନଥିଲା ଆମ ଭିତରେ କିଛି ବି ନଥିଲା ସେମିତି ସାଙ୍ଗ ହିସାବରେ କଥା ହଉ ତ ଏପ୍ରିଲ 6ରେ କୁହ मते कहला मंदिर जीवा फास्ट मंदिर जाइଥିଲି ଯାଇଥିଲେ କ'ଣ କହୁନ अरे मु मंदिर फंदिर जाए ମନ୍ଦିର ଯିବା ଷ୍ଟାର୍ଟ ହେଲା ନାଇଁ ନା ନା ତା ଆଗରୁ ସୋମବାରିଆ ଯାଉଥିଲ ना जा आगुर ନା को ନା जा ଆଉ ମୁଁ ଯେତେବେଳେ ସୋମବାରିଆ ଯାଏ ଆମ କୁହେ ନା ତ ସେ ଯାଆନ୍ତି କିନ୍ତୁ ମାନେ ଜନ୍ମଦିନରେ ମୁଁ କହିଥିଲି ମନ୍ଦିର ଯିବା ପାଇଁକା ତ ସେ ମନ୍ଦିର ଯାଇଥିଲେ ଆଉ ସେଇଦିନ ହିଁ ଆମ ଭିତରେ କିଛିଟା ମାନେ ବଢିଥିଲା ଆଗକୁ ବଢିଥିଲା ତାପରେ ତୁମେ ଆସିଥିଲ ବା ଯୋଉ ଆସିନଥିଲ तापर जाइଥିଲି गां को जाइଥିଲି जो विचित्र मठ पाखକୁ ନା ନା ଭୁଲି ଯାଉଛନ୍ତି ଆଉ ତା ପୂର୍ବରୁ ଥରେ ଯାଇଥିଲୁ ତମ ଛକକୁ ନା ନା ଯୋଉ ଆଇସ୍କ୍ରିମ ନେଇକିଟା ଆଇସ୍କ୍ରିମ ପୂର୍ବରୁ ହଁ 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 ସେଇଟା ମୁଁ ଭୁଲି ଯାଇଛି ହାପିର ମୋର ଯାଇଥିଲୁ ହଁ ହଁ ହାପିର ମୋର ଯାଇଥିଲୁ ଦେଖା କରିବା ପାଇଁ ତାପରେ କେମିତି ଆସିବ କିଏ ନା ନା ସିଏ ମାନେ ଫେସ୍ ଟୁ ଫେସ୍ ଦେଖିନାହାନ୍ତି ନା ଫୋନରେ ତ ଆଜିକାଲି ସମସ୍ତେ ସୁନ୍ଦର ଦେଖାଯିବେ ଇଏ ଦେଖାଯିବେ କିନ୍ତୁ ଆମେ ମୁଁ ଛୁଆଙ୍କୁ ଦେଖିବାକୁ ବହୁତ ଥର କହିଲି କେବେ ବି ରାଜି ହୁଏନି ତ ସେଇଟା ଦେଖିବାକୁ ଆସିଥିଲି ସେଦିନ ତ ମୁଁ କହିସାରିଛି ସେଇଟା ନା କ'ଣ ନାଇଁ ତାପରେ ଏପ୍ରିଲ 6 ଥିଲା ତାପରେ ଲିଟିଲିକି କହିଲେ କି ଆଉ ଲିଟିଲି କହିଲେ କି ଆମକୁ ନାଇଁ ଲିଟିଲି କହିଲେ କି ଆଉ କ'ଣ ଦରକାର କ'ଣ ଖାଇବୁ ଲିଟିଲି କି ଆଇସ୍କ୍ରିମ ପସନ୍ଦ ତ କହିଲା କି ଆଇସ୍କ୍ରିମ ନେଇକି ଆସିବା ପାଇଁକା ମୁଁ ଗଲି ଆଇସ୍କ୍ରିମ ନେଇକି ଆଇଲି आइसक्रीम ये दीटा हो जाए घरे थोड़ा आइसक्रीम आनी की फोपड़ी हापी खाइला दीटा धन ଥିଲେ ବା हाँ हाँ धन ଧନ धन खाइला दीटा मु खाइली दीटा आउ दीटा फोपड़ी ନା ନା ଗୋଟେ କଥା ହେଲା 5ଟା ପରେ ନାଇଁ ହଁ ମାନେ ଶୀତ ଦିନ ହଉଛି 5ଟା ପରେ ଘରୁ ବାହାରିବାର ନାହିଁ ଆଉ ଖରା ଦିନ ହଉଛି 5:30 6ଟା ପରେ ଘରୁ ବାହାରିବାର ନାହିଁ ତ ଆମେ କ'ଣ କଲୁ ତଥାପି ବି ମୁଁ ଆଙ୍କ ପାଇଁ ୱେଟ୍ କଲି ଆସିକି ଆମ ଭାଗଧର ଘରେ ୱେଟ୍ କଲି ଲୋକ ଯାଉଛନ୍ତି କାଇଁ ଏଠି ଠିଆ ହେଇଛୁ ମାନେ ମୁଁ ଠିଆ ହୁଏନି ଜିନିଷ ସେଠି ଥିବ କାଇଁ ଠିଆ ହେଇଛୁ କ'ଣ କରୁଛୁ ଇଏ ଦଶଥର ବାରମ୍ବାର ମୁଁ ତଥାପି ଏଠି ଠିଆ ହୁଏ ସେଠି ଠିଆ ହୁଏ ସେଠି ଏମିତି ହେଲେ ଆସିଲେନି ରାଗ ଲାଗିଲା ମୁଁ ପଳେଇଲି ତାପରେ ପଳେଇଲା ପରେ 15 ମିନିଟ୍ ବୋଧେ ଫୋନ୍ କରି କହୁଛନ୍ତି ମୁଁ ତମରି ଭାଗଧର କତିରେ ଠିଆ ହେଇଥିବା
ସେତେବେଳେ ପୁଣି ବାବା ମାନେ ମୁଁ ସତ କଥା ଯାଇଥାନ୍ତି ବାବାଙ୍କ ସହିତ ହିଁ ଯାଇଥାନ୍ତି କାହିଁକିନା ବାବା ସାଙ୍ଗେ ସାଙ୍ଗେ ଆଇଲେ କିଏ ଫୋନ କରିଛନ୍ତି ତ ବାବା ଆଇଲେ ହଁ ଗଲିନି ଠିକ ଅଛି ରାଗିକି ନା ରାଗ ମିଛ କୁହନି ଜମା ରଗାରେ ଜମା ନା ନା ରାଗ ଜବର କି ମତେ ଲାଗୁଥାଏ ମତେ ମୁଁ କାନ୍ଦୁଣି ମାନ୍ଦୁଣି ହେଇଗଲେ ଯାହା ବି ହେଲେ ଏତେ ଭୁବନେଶ୍ୱରରୁ ଆସିକି ମୋ ପାଇଁ ଆସିଥିଲେ ଗାଁକୁ ତାପରେ ବର୍ଥଡେରେ ନେଇକି ଆସିଥିଲେ କିଣିକି ପଇସା ଦେଇକି କିଣିକି ଆଣିଥିଲେ ତାପରେ ବି ତାଙ୍କ ଦେଖା ହେଲାନି କିନ୍ତୁ ଏଇ ସତ କଥା କହିବି କଣ ଖାଇଛି କିଛି ଖାଇଛି ନା ମୁଁ କିଛି ବି ଖାଇନି କହନ୍ତି ମାନେ ଖାଆନ୍ତି ଯୋଉ ମୁଁ କେବେ ଖାଇନି ତ ତାପରେ ତାପରେ ଏମିତି ଖାଇ ଚାଲିଥାଏ ତାପରେ ବାହାଘର ହଁ ହଁ ତାପରେ ହଁ ବାହାଘର ପ୍ରସ୍ତାବ ମୋର ଆସେ ପ୍ରବଳ ମୁଁ କିନ୍ତୁ ଭାଙ୍ଗିଦିଏ କେମିତି କଣ କରି ଭାଙ୍ଗିଦିଏ ଠାକୁର ମତେ ମହାଦେବ ସାହାନ୍ତି ଭାଙ୍ଗିଦିଏ ଭାଇନା ଆଙ୍କ ଗାଁ ଟା ଯେତେବେଳେ ମତେ କହିନଥିଲେ ତାପରେ କହିଲି ତାଙ୍କ ପାଖ ଗାଁ କହିଥିଲେ ତ ମୁଁ କଣ କଲି ନା ସେଇ ଗାଁ ନାଁରେ ବି ଆସିଥିଲା ଇଏ ତାପରେ ମୁଁ କହିଲି ତମ ଗାଁରୁ ଗୋଟେ ପ୍ରସ୍ତାବ ଆସିଛି ନା ଗଲୁ ଦେଖିବୁ ମୁଁ ହେଇନି ତ ବାସ୍ ଜୋକରେ କହିଛନ୍ତି ବାସ୍ ଜୋକରେ କହିଛନ୍ତି ମୁଁ ବି ଜୋକରେ ତମେ କାଇଁ ହବ ମୁଁ ବି ଜୋକରେ ନେଇଗଲି ମତେ ମା ବାପା କହିଲେ ଦେଖେ ବୋଲି ମୁଁ କହିଲି ନାଇଁ ଦେଖିବିନି ମତେ ଚିଡି ଲାଗିଲାଣି ବାହାଘର ପରେ ଆଙ୍କୁ ଦେଖେଇଛି କେତେ ପ୍ରସ୍ତାବ ଆସିଥିଲା ତାପରେ ତାପରେ ଏମିତି ଆସିଲା ମୁଁ କଣ କଲି ନା ସତରେ ଯାଇ ଦେଖିଲେ ମୋ ବିଶ୍ୱାସ କରିବେନି ମୁଁ କହିଲି ମାଲୋ କଣ ହେଇଗଲା ମାନେ ସତ କଥା ମୁଁ ସେଇ ମୁହୂର୍ତ୍ତରେ ଭାବି ଦେଇଥିଲି ଇଏ ମୋର ଆଉ କିଛି ନୁହଁ। କାହିଁକି ନା ଆମେ ତ ପ୍ରସ୍ତାବ ତମେ କଣ ପକେଇଥିଲ ତମ ଯୋଉ ସେ ଜେଜେଙ୍କୁ କହିକି ପକେଇଥିଲ ପକେଇ ନଥିଲା ନା ତାପରେ ମୁଁ ବି କାହାକୁ କହିନି ତ ଏମିତି ଆସିବାର ମାନେ କଣ ଠାକୁରଙ୍କ ଆଶୀର୍ବାଦ କାହାକୁ ପଚାରିଲି ମା ଇଏ କିଏ ତାଙ୍କ ଘରେ କୋଉଠି ଇଏ କଣ କରନ୍ତି ଇଏ ସେ ଭୁବନେଶ୍ୱରରେ ରହେ ତାଙ୍କ ଘର ଏଇଠି ଆଉ ତାଙ୍କ ଫ୍ୟାମିଲି ବିଷୟରେ ଏତେ କିଛି ଜାଣିନଥିଲା ଜାଣିଥିଲା ଯେ ସେ ଦି ପୁଅ ତାପରେ ଏଠି ଏମିତି କହିଲା ମୁଁ କହିଲି ତାପରେ ଲିଟିଲିକି ଡାକିଲି ମୁଁ କହିଲି ଲିଟିଲି ଯା କହିବୁ ଆଉ ଇଏ ସେଇ ତାପରେ ଲିଟିଲି ଯାଇ କହିଲା ତାପରେ ଆଙ୍କୁ ତାପରେ କହିଲି ମୁଁ କହିଲି ହଁ ତମେ କହୁନ ତମେ କଣ କରିଥିଲ ତମେ ଘରେ ଯୋଉ କହିଥିଲ ତାପରେ ମୁଁ ଯାଇକି ସେୟା ଘରେ କହିଲି ମୁଁ କହିଲି ନାଇଁ ସେଠି ଗୋଟେ ବାହାଘର ପ୍ରସ୍ତାବ ଆସିଥିବ ଆସିଥିଲା ଆସିଥିଲା କି ନା ହଁ ଆସିଥିଲା ମୁଁ ସେଇଟା ହଁ କରିଦବ ତୁ ସେଇଠି ରାଜି ତ ମୁଁ କହିଲି ହଁ ସେଇଠି ରାଜି ଆଉ ସେଇଠି ହବ ଆଉ ମତେ ବି ତାପରେ କହୁ ଭାଇ ଆମର ଯାଇ କଥା ହେଲା ଭାଇ ନା ଆମର ନା କଥା ହେଲା ଭାଇର ଅରୁ ଭାଇର ଯାଇ କଥା ହେଲେ କଥା ହେଲା ପରେ ଭିଣେଇ ହଁ ଭିଣେଇ ପିଇସି ଝିଅକୁ ଆଉ କିନ୍ତୁ ଭାଇଙ୍କର ବହୁତ ମାନେ ଅରୁ ଭାଇ ଆମର ବାହାଘର ଆରମ୍ଭରୁ ଶେଷ ଯାଏ ମାନେ ଆଜି ପର୍ଯ୍ୟନ୍ତ ବି ଅଛନ୍ତି ଭାଇ ଭାଇ ବି ବହୁତ ଇଏ ହଁ ଭାଇ ହଁ ଭାଇ ଆଉ ସିଏ ଇଏ କରିଥିଲେ ତାପରେ ଭାଇ ଭାଉଜ ବାପା ସମସ୍ତେ ହଁ ଅପା ସମସ୍ତେ ଲାଗି ଅପା ପଡିଥିଲେ ହଁ ବୁଢୀ ବାପା ତାପରେ କଣ କହୁଥିଲି ହଁ ସେ ଯାଇ କହିଲେ ତା ପୂର୍ବରୁ ଗୋଟେ ପ୍ରସ୍ତାବ ତାଙ୍କର ନାଲିବରରୁ ଆସିଥିଲା ମତେ କହିଲେ ସେଇ ଝିଅଟା ବାହା ହେବି ମତେ ରାଗ ଲାଗିଲା ବାଜରେ ଚିଡି ଯାଇଥିଲା ସବୁ ପୁରା ହଜାର ବାହା ହବ ଯାହା ବାହା ହବ ତାପରେ ଭାଇଙ୍କୁ କହିଲେ ଭାଇ ଫାଷ୍ଟ ଘରେ ଟିକେ ପ୍ରୋବ୍ଲେମ ଥିଲା ତାପରେ ଜେଜେ ଟିକେ ରାଗି ଯାଇଥିଲେ ତ ଜେଜେଙ୍କୁ ନ କହିକି ଆଗ ଆସିକି ସେଇଟା ସମସ୍ତଙ୍କ ଫ୍ୟାମିଲିରେ ଥାଏ ନଣନ୍ଦେଇ ଆଉ ଭାଇ ମାନେ ମୋ ଦେଢଶୁର ଯିଏ ସିଏ ଆସିକି ମିଡିଏଟର କହିଲେ ମିଡିଏଟର ଯିଏ ପଠେଇଥିଲା କହିଲେ ତାପରେ ମାନେ କହିଲେ ଯେ ଏମିତି କହିଲେ ଯେ ମାନେ ସିଏ ମିଡିଏଟର ବି ଜାଣିନାହାନ୍ତି ଆମର ଲଭ୍ ମ୍ୟାରେଜ ବୋଲି କିନ୍ତୁ ଘର ସାରା ସମସ୍ତେ ଜାଣିଛନ୍ତି ଆଉ ଆମେ ବି ଜଣେଇ ନଥିଲୁ କାହିଁକି ନା ସେଠୁ ରିଲେଟିଭ ଅଛନ୍ତି ମୁଁ ସେଥିପାଇଁ ମୁଁ ଆକୁ ମନା କରିଥିଲି ତାଙ୍କୁ କହିବନି କାହିଁକିନା ଯଦି କିଛି ପ୍ରୋବ୍ଲେମ ହେଲା ସେ କାଳେ ରାଜି ହେବେ ନାହିଁ ତ ଏମିତି ମୁଁ କହିଲି ଏମିତି ବାହାଘର ହବ ଯେମିତି ଆରେଞ୍ଜ ମ୍ୟାରେଜ ହବ ଯେମିତି ଜଣା ପଡିବନି ଲଭ୍ ମ୍ୟାରେଜ ବୋଲି
ତାପରେ ସେଇ ଇଏରେ ବି ଚାଲିଲା। ତାପରେ ବାବାଙ୍କୁ ଆସିକି ଭାଇ ମାନେ ନଣନ୍ଦେଇ ଆଉ ଭାଇ ଆସି କହିଲେ। ତାପରେ ବାବା ବି ରାଜି ହେଇଗଲେ। ତାପରେ ଦେଖିବା ପାଇଁ ଆସିଥିଲା ମେ 9 ରେ ଆସିଥିଲା। କଣ ଗୋଟେ ପ୍ରୋବ୍ଲେମ ହେଲା ନା, କଣ ଗୋଟେ ପ୍ରୋବ୍ଲେମ ହେଲା। ତମଠି ସେପଟୁ କଣ ହେଇଥିଲା? କଣ କିଏ ମରିଥିଲେ ନାଇଁ କିଏ ଜନ୍ମ ହେଇଥିଲା, କଣ ଗୋଟେ ହେଇଥିଲା। ପିଣ୍ଡ ଥିଲା ତାର ଗୋଟେ ନା କଣ ଗୋଟେ ମାନେ କଣ ଥିଲା ଗୋଟେ, ତ ସେଥିପାଇଁ ସେ ଆସିଲେନି। ତାପରେ 12 ତାରିଖ ମାନେ ଆଜି ତ ମେ 12 ମାନେ ଆଜି ହିଁ ମତେ ଦେଖିବା ପାଇଁ ଆସିଥିଲେ ଭାଇ ଆଉ ନଣନ୍ଦେଇ। ଭାଇ ଆସି ମତେ ପଚାରିଲେ, ଭାଇ ତ କିଛି ପଚାରି ନାହାନ୍ତି, ଭାଇ କିଛି ପଚାରି ନାହାନ୍ତି, ଖାଲି ନଣନ୍ଦେଇ ମାନେ ଭାଇ ପଚାରିଲେ। ତ ମତେ ସେତେବେଳେ ଦି ହାତ ଖାଲି ଥରୁଛି। ମୁଁ ଆଗରୁ ଦିଥର ଇଏ କରିସାରିଛି, ମାନେ ଇଣ୍ଟରଭ୍ୟୁ ଦେଇସାରିଛି। ଇଏ 3 ନମ୍ବର, କିନ୍ତୁ ଆଙ୍କର ମୁଁ ଫାଷ୍ଟ। ମୋର କିଏ ଦେଖିବାକୁ ମତେ ଆସିନଥିଲେ, ସେଇଟା ଫାଷ୍ଟ ଆଣ୍ଡ ଲାଷ୍ଟ। ମୁଁ ଦେଖା ତଥାପି ଦେଖି ସେରା ସବୁ ନା ନା ବେକାର, ମତେ ଯୋଉଠି ଥରେ ବେଶୀ ହବ ସଇଲା। ବେଶୀ ଡର ଲାଗିଲା କଣ ପାଇଁ ନା, ଲଭ୍ ମ୍ୟାରେଜ ନା, କାଳେ ବାବା ଜାଣିଦେବେ କାଳେ ବାହାଘର ଭାଙ୍ଗିଯିବ, ସେଥିପାଇଁ ମତେ ବେଶୀ ମୋ ଦେହରେ ଆମର ଆଗରୁ କିଛି ନଥିଲା, ବାସ୍ ହବାର ଅଳ୍ପ ଦିନରେ ଇଏ ହେଇଗଲା, କିନ୍ତୁ ଆଗରୁ ଫ୍ରେଣ୍ଡସିପ ଥିଲା। ତାପରେ ଛାଡ ସେ କଥା। ହଁ ଇଏ ଭିଡିଓ କଲ କରିଥିଲେ, ଇଏ ମୋ ଯାଆ ଏମିତି ଆମେ କଥା ହଉଥିଲେ। ମା ମାନେ ଦେଖିବାକୁ ଆସିଛନ୍ତି, ସେମାନେ ସେପଟ ଘରେ ବସିଛନ୍ତି, ଏପଟ ଘରେ ଶାଢୀ ପିନ୍ଧିକି ଭିଡିଓ କଲରେ କଥା ହଉଛନ୍ତି। ମା ପଶିଗଲା, ଲସି ଗୁପଚୁପ, ମୁଁ ଫୋନ୍ ଟାକୁ ଲୁଚେଇଦେଲି, ମୁଁ କିଛି କହିଲିନି। ତାପରେ ଗଲା ତାପରେ ଏମିତି ତ କଥାବାର୍ତ୍ତା ହେଲୁ, ହଁ ପକ୍କା ହେଇଗଲା। ତାପରେ ଇଏ ଆଙ୍କ ଘରକୁ ବାବା ମା ଆଉଛନ୍ତି, ବାବା ଜେଜେ ହଁ ତାପରେ ଆମ ଘର ଫ୍ୟାମିଲି ପ୍ୟାକ ଥିଲା, ପ୍ରୋବ୍ଲେମ ସେଟା ସଲ୍ଭ ହେଇଗଲା। ତାପରେ ଆଙ୍କ ଘରୁ ଆସିକି ଦେଖିବା ପାଇଁ, ଠାକୁର ଦେଖିକି ଗଲେ, ହଁ ମାରିଦେଲେ। ତାପରେ ଆଙ୍କୁ ଦେଖିବା ପାଇଁ ଯାଇଥିଲେ। ଦୁନିଆ କୋଶ୍ଚିନ୍। ସେଇଠିକି ଧରା ପଡିଗଲା ଲଭ୍ ମ୍ୟାରେଜ ବୋଲି। ମାନେ ଆଙ୍କୁ ଦେଖିବାକୁ ଗଲେ, ତ ଯେତେବେଳେ ଦେଖିବାକୁ ଯିବାର ପୂର୍ବଦିନ ନା ପୂର୍ବଦିନ ମତେ ପଢଉଥିଲେ, ପ୍ଲସ୍ ମୋ ବଡବାପା ହିସାବ ହେବେ, ଜେଜେ ତାଙ୍କୁ ପୁଅ କରିଥିଲେ। ତ ତାଙ୍କ ଘରକୁ ଯାଇଥିଲେ କହିବା ପାଇଁ, କାହିଁକିନା ସେମାନେ ସମସ୍ତେ ଯାଆନ୍ତି ନା 4-6 ଜଣ ମିଶିକି ଯାଆନ୍ତି। ତ ତାଙ୍କୁ କହିଲେ କି ଆଉ ଯିବା ନା, କୋଉଠି ଠିକ ହେଇଛି କଣ ହେଇଛି ସେ ପଚାରିଲେ। ତାପରେ ଯେତେବେଳେ ପଚାରିଲେ, ସିଏ କହିଲେ କି ଆଉ ତାଙ୍କ ଗାଁ ନା ଏ ସବୁ କହିଲେ। ତ ସେ ତ ସାର୍ ଅଛନ୍ତି, ତ ତାଙ୍କର ଚାରିଆଡେ ଚିହ୍ନା ଥିବେ ନା, ତ ଆଙ୍କ ପିଇସିଙ୍କ ଦିଅର ଯିଏ ମାନେ ମୋ ବଡ ସାର୍ ବାବାଙ୍କ ସାଙ୍ଗ ନା ଏମିତି କଣ ହେଇଛି, ତାଙ୍କୁ ପଚାରିଦେଲେ। ଆଉ ସିଏ ଜାଣିନାହାନ୍ତି ଆକ୍ଚୁଆଲି, କାହିଁକିନା ଇଏ ରହନ୍ତି ନାହିଁ ନା, ଗାଁରେ ରହିଲେ ସିନା ଗୋଟେ ପିଲା ସମସ୍ତେ ଜାଣିପାରିବେ। ସେ ଭୁବନେଶ୍ୱର ରହିଲେ, ତ ଆଙ୍କୁ କହିଲେ ରୋଷେଇଆ। ମୁଁ ଯେତେବେଳେ ଶୁଣିଲି ରୋଷେଇଆ, ମାନେ ଚାକିରି କରିଛନ୍ତି ଅଲଗା, କିନ୍ତୁ ଲୋକଙ୍କର ବହୁତ କିଛି, ମାନେ ଇଏ ଗୋଟେ ଚାକିରି କରିଛନ୍ତି, ଲୋକ ଆଉ ଗୋଟେ ଚାକିରି, ମାନେ ଆଉ ଗୋଟେ ଜିନିଷ ମାନେ ବର୍ଣ୍ଣନା କରୁଛନ୍ତି। ତ ସେ କହିଲେ, ବାପା ରାଜି ହେଇଗଲେ ଆଉ। ରୋଷେଇଆ ଏମିତି ବହୁତ କିଛି 4-5 ପ୍ରକାର। ବାପା ରାଜିହେଲେ, ବାହାଘର ହେଇପାରିବନି, ତ ସେଇଠି ଆଉ ଗୋଟେ ପ୍ରସ୍ତାବ ଦେଖାହେଲା। ମତେ କହିଲେ ତୋ ବାୟୋଡାଟା ପଠା। ମୁଁ କହିଲି ମୁଁ ଦେବିନି, ଟୋଟାଲି ଦେବିନି। ହେଇପାରିବନି, ବାହାଘର ହବନି, ମୁଁ ବାହା ହେବିନି, ଇଏ ବହେ ହେଲା ଆଉ ପାଟିତୁଣ୍ଡ ଗୋଟେ ଦିନ ପୁରା। ଦିନ 2ଟାରୁ ମୁଁ ଖାଇଛି ସେତିକି, ଦିନ 2ଟାରୁ ରାତି 10ଟା। ଇଏ ତାଙ୍କ ଘରକୁ ଆସିଥିଲେ, କାହିଁକିନା ତାଙ୍କ ପରଦିନ ଆଙ୍କୁ ଦେଖିବାକୁ ଯିବେ ଆମ ଘର ଲୋକ। ଆଙ୍କ ଦେହ ବି ଖରାପ ଥିଲା, ତ ଇଏ ସେ ଟେନସନରେ ଆହୁରି ପୁରା ଇଏ ହେଇଗଲେ। ତାପରେ ମିଛରେ ମୁଁ ତ କେବେ ବି ଆସିନଥାନ୍ତି ତାଙ୍କ ସାଙ୍ଗରେ, ଲୁଚିକି, କାହିଁକିନା ସେଟା କେବେ ଭଲ ନୁହଁ। କାହିଁକି ନା ବାପା ମାଙ୍କ ଅଭିଶାପ
ମାନେ ପଡିବ ସେଥିପାଇଁ ମୁଁ କେବେ ଆସିନି କିନ୍ତୁ ମିଛରେ ମୁଁ ଧମକେଇଲି ମୁଁ କହିଲି ତମେ ତ ବାହାର କରିବନି ଏଠି ମୁଁ ପଳେଇବି ତମେ ଆଗରେ ଚାଲି ଚାଲିଛି ତାଙ୍କୁ ସେଇଠି ଫୋନ କଲି ମତେ ତମେ ଆସ ନେଇକି ଯିବ ମୋ ଦେଢଶୁର ବି କହିଲେ ହଁ ଯା ତାକୁ ନେଇକି ଆସିବ ସିଏ ବାହାଘର ହବ ମାନେ କିଏ ସେ ରୋକିବ ତମ ଯା ଦେଢଶୁର ସମସ୍ତେ କହିଲେ କିଏ ରୋକିବ ଚାଲ ନେଇକି ଆସିବ ଆମେ ଯିବା ନେଇକି ଯିବା ନେଇକି ଆସିବା ତାପରେ ସେତେବେଳକୁ ଯାହା କହିଲେ ବାପା ନ ରାଜି ହେଲେ ମା ତ ରାଜି ଥିଲା କିନ୍ତୁ ଏସବୁ ଶୁଣିଲା ପରେ ଗୋଟେ ଝିଅ କୋଉ ମା ଚାହେଁନି ଭଲରେ ରହିବାକୁ ତ ସେ ବି ଚାହୁଁଥିଲା ତ ଯେତେବେଳେ ରୋଷେଇ ବାସ ଦେଲା ତା ମନ ଟିକେ ଇଏ ହେଇଗଲା ତାପରେ ଲିଟିଲି ବି ମତେ ସପୋର୍ଟ କଲାନି ସେଠି ଲିଟିଲ ମତେ ବି ସପୋର୍ଟ କଲାନି ଆଉ ତାପରେ ଏମିତି ମୁଁ ଏକାଟିଆ ଯେମିତି ମାନେ ଇଏ ହେଲି ତାପରେ ମୁଁ ଏମିତି କାନ୍ଦିଲି ବୋବେଇଲି ଜେଜେ ଆସିକି କହିଲେ ନାଇଁ ସିଏ ଯଦି କହୁଛି ସେଠି ବାହା ହବ ଖୁସିରେ ରହିବ ତାହେଲେ ମତେ କହିଲେ ତୁ ପରେ କିଛି କହିବୁନି ମୁଁ କହିଲି ମୁଁ ପରେ କିଛି କହିବିନି ଯଦି ଖୁସିରେ ରହିବ ତାହେଲେ ସେଠି ବାହା ହବ ତାପରେ ଜେଜେ କହିଲେ ହଉ ମୁଁ ଯିବି ତାକୁ ଦେଖିବାକୁ କହିଲି ମୁଁ କହିଲି ନା ମୋ ବାପା ନ ରାଜି ହେଲେ ମୁଁ ବାହା ହେବିନି ମୋ ବାପା ରାଜି ହବା ଦରକାର ମୋ ବାପା ଯିବ ଦେଖିବେ ତାପରେ ଯାଇ ଯିବ ମୋ ବାପା ଯଦି ନ ଦେଖିବେ ମୁଁ ଯିବିନି ବାହା ହେବିନି ତାପରେ 10:30 ରାତିରେ ବାବା ରାଜି ହେଲେ କହିଲେ ମୁଁ ରାଜି କିନ୍ତୁ ମୁଁ ଦେଖିବାକୁ ଯିବିନି ମୋର ଆହୁରି ମୁଣ୍ଡ ଖରାପ ମୁଁ ଠାକୁର ପ୍ରଭୁ ମୋର ମୋ ବାବା ଯାଆନ୍ତୁ ଦେଖିବାକୁ ମୋର ଆଉ କିଛି ଦରକାର ନାହିଁ ବାହାଘର କରନ୍ତୁ ତାପରେ ତା ପରଦିନ ସାନ ମାମୁଁଙ୍କ କାମ ଥିଲା ନାଇଁ ସାନ ମାମୁଁଙ୍କ ବଡ ଶାଶୁ ମରିଥିଲେ ସାନ ମାମୁଁ ଗଲେନି ବଡ ମାମୁଁ ଯାଇଥିଲେ ବଡ ପିଇସା ଯାଇଥିଲେ ଜେଜେ ଯାଇଥିଲେ ବାବା ଯାଇଥିଲେ ସାନ ବାବାଙ୍କ କାମ ଥିଲା ସାନ ବାବା ଗଲେନି ତ 4 ଜଣ ଯାଇଥିଲେ ତାଙ୍କୁ ଦେଖିବାକୁ ତମ ରିଆକ୍ସନ ସେଠି କଣ ଥିଲା ରିଆକ୍ସନ ଖାଲି ପଚାରିଲେ ଆଉ ଆଡୁ ନାଇଁ ମତେ ତାଙ୍କ ଘରେ ଦେଖିକି ଆସିଲେ କିଛି ଆଡୁ ସାଡୁ ପଚାରିନାହାନ୍ତି ନର୍ମାଲ କାହିଁକିନା ସେ ଆଗରୁ ବହୁତ କହିଥିଲେ କିଛି ପଚାରିବନି ଆରେ ତମେ ଜାଣିଥିଲେ ନା ସେଥିପାଇଁ କିଛି ପଚାରିଲେନି ଖାଲି କିଏ ଡାଉଟ କରିବ ବୋଲି ସେଥିପାଇଁ ବାସ୍ ପଚାରିବା କଥା ଆଉ ଆଙ୍କୁ ତ ଆମ ଘର ଲୋକ ପଚାରିବେ କଣ କିଏ କାହାକୁ ଭବିଷ୍ୟତରେ କେତେ ଖୁସି ରହିବେ ସେଇଟା ହଉଛି ମ୍ୟାଟର କିଛି ପଚରା ଉଚରା ଦରକାର ନାହିଁ ଆଙ୍କୁ ତ ଆମ ଘର ଲୋକ ପଚାରିଲେ ବାବା କିଛି ପଚାରିନାହାନ୍ତି ବାବା ଖାଲି ତଳକୁ ମୁହଁ ଦେଇ ନା କେମିତି ନା କିଛି ପଚାରିନାହାନ୍ତି ବାବା କିଛି ପଚାରନ୍ତି ନାହିଁ ବାବା ଖାଲି ତଳକୁ ମୁହଁ ଦେଇ କାଳେ ହଷ୍ଟେଲରେ କାଳେ କହୁଥିଲା ନା ମୋର ସେଉଠି ଟିକେ ସାହସ ହେଇଗଲା ମୁଁ କହିଲି ମୋ ନିଜ ବାପା ଯିଏ ସିଏ ଶ୍ୱଶୁର ଯିଏ ସିଏ ପଚାରୁନାହାନ୍ତି ଏମାନେ ପଚାରିଲେ କଣ ହବ ବାବା ଖାଲି ହସନ୍ତି ଆଉ ଜେଜେ ରାଜି ଥିଲେ ସମସ୍ତେ ରାଜି ହେଲେ ତାପରେ ସେଠି ପକା ହେଇଗଲା ତାପରେ କୁହାହେଲା ଯେ ତମେ 4ଟା ବେଳକୁ ଯିବ ମୁଁ ଆଙ୍କୁ କହିଥିଲି ମୁଁ ଯେମିତି ଶାଢୀ ପିନ୍ଧିବି ସୁନ୍ଦର ଡ୍ରେସ ପିନ୍ଧିବ ଏଇ ଡ୍ରେସ ନାଇଁ ଆଉ ଗୋଟେ ଡ୍ରେସ ଏଇଗୁଟା ଏଇଟା ମୁଁ କହିଲି ମୁଁ ଯେମିତି ଶାଢୀ ପିନ୍ଧି ସୁନ୍ଦର ଡ୍ରେସ ତାପରେ ଆଗରୁ କଥାବାର୍ତ୍ତା ହେଇଥିଲି ସେ ଏଇ କଲର ଆଣିଥିବ ଏଇ କଲର ଗୋଟେ ଶାଢୀଟେ ପିନ୍ଧିବାର ଥିଲା ମୁଁ ତାଙ୍କୁ କହିଥିଲି ଏଇ କଲର ଆଣ ଏଇ କଲର ପିନ୍ଧିକି ଆସିଥିଲେ ଦେଖିକି ଆସିଥିଲେ ତାପରେ ମୁଁ ଆଗରୁ ମୋ ଯାଆଙ୍କୁ କହିଥିଲି ମୁଁ କହିଲି ଦିଦି ସେଠି ତ ମୁଁ କିଛି କହିପାରିବିନି ତମେ ତାଙ୍କୁ ନେଇ ଆସିବ ଏପଟ ରୁମକୁ ଆମେ କଥା ହବୁ ତାପରେ ଦିଦି ନାଇଁ ଦିଦି ତ କହିଲେ କିନ୍ତୁ ମୁଁ ଦେଖି କହିଲେ ଯା କଥା ମୁଁ ସେତେବେଳେ ମୁଁ ତାଙ୍କୁ ଦେଖି ମାନେ ଆମ ଘରକୁ ଆସିଥିଲେ ମାଙ୍କ ମୁହଁ କନେଇନି ଇଏ ସବୁ ବସିଛନ୍ତି ସେଠି ମୁଁ ଦେଖିନି ଖାଲି ତଳୁ ମୁହଁ କାହିଁକିନା ତଳୁ ମୁହଁ କରୁଛନ୍ତି ମାନେ ଇଚ୍ଛା ହଉଥିଲା ଉପରକୁ କିଏ କାଳେ ଶୋଧିବ ଏମିତିଆ ସବୁ ଥିଲା ଆମର ତାପରେ ଏମିତି ହେଲା କିନ୍ତୁ ଏମିତି ହେଲା ମେ 12ରେ ଇଏ ହେଲା ତାପରେ କଥା ହେଲା ଯେ ମେ 30ରେ ଦେଖନ୍ତୁ ହବ ଆମର ରିଙ୍ଗ ସେରିମନି ହବନି ବୋଲି ମନା କଲେ ତ ଲଭ୍ ମ୍ୟାରେଜ ଯେହେତୁ ଆମେ ବି ଏତେ ଫୋର୍ସ କଲୁନି ତମେ ଏତେ କଷ୍ଟରେ ବାହାଘର ପାଇଁ ରାଜି ହେଇଛନ୍ତି ଫୋର୍ସ କରିକି ବାହାଘର ଭାଙ୍ଗିଦେବେ ତ ସେଥିପାଇଁ ବେଶୀ ଫୋର୍ସ କଲେ କିନ୍ତୁ ରିଙ୍ଗ ସେରିମନି ଭାରି ଇଚ୍ଛା ଥିଲା ମୋ ବାବାଙ୍କର ବହୁତ ଇଚ୍ଛା ଥିଲା ଲିଟଲି କେତେ କାନ୍ଦିଛି ଖୁସି କେତେ କାନ୍ଦିଛନ୍ତି ମୋ ଭାଇ ଭଉଣୀ ମାନେ କାନ୍ଦିଛନ୍ତି କାହିଁକିନା ଘରର ବଡ ଝିଅ ଫାଷ୍ଟ ବାହାଘର ଭାଇମାନେ ବି ବାହା ହେଇନାହାନ୍ତି ଘରର ବଡ ଝିଅ ସମସ୍ତଙ୍କର ଇଚ୍ଛା ଥିଲା ଆପଣ ମାନେ କମେଣ୍ଟ କରିବେ ରିଙ୍ଗ ସେରିମନି ହବା ଦରକାର ନା ଦରକାର ରିଙ୍ଗ ସେରିମନି ହବା ଦରକାର ତା ଆଉଥରେ ବାହା ହବ ନା ଆରେ ସେମିତି କିଛି ନାହିଁ ଯୋଉଟା ହେଲେ ହବ ଆଉ ରିଙ୍ଗ ସେରିମନି ସମସ୍ତଙ୍କର ଇଚ୍ଛା ଥିଲା ହେଇପାରିଲାନି ଆମ ପ୍ରଦୋଷ ଭାଇ ପୁଣି ବାହା ହେଲେ ତାଙ୍କ ରିଙ୍ଗ ସେରିମନି ହେଇଛି ହଁ
ନା ହେଇନି। ନିର୍ବନ୍ଧ ତାପରେ ସେମିତି କିଛି ନାହିଁ ଯୋଉଟା ନାଇଁ ନାଇଁ ସେ ତ ହେଲାନି ନାଇଁ ସେ ଯିଏ କଥା ଯେମିତି ନୁହେଁ। ଟ୍ରେଡିସନାଲ ଚାହୁଁଛନ୍ତି ତେଣୁକରି ଆଡେ ଆମ ବି ଘରେ କିଏ ଚାହିଁଲାନି ତମ ଘରେ କିଏ ଚାହିଁଲାନି ଆଜିକାଲି ସେଇଟା ନାଇଁ ମ୍ୟାଟର ନାହିଁ। ଆମ ଘରେ ଆଉ ତାଙ୍କ ଘରେ ବି ତାଙ୍କ ପଡୋଶୀରେ ବି ମାନେ ଅଛନ୍ତି ପୁରୁଣା କାଳିଆ ଲୋକ ସେମାନଙ୍କୁ ପସନ୍ଦ ନୁହଁ ତ ସେଥିପାଇଁ ଆମ ଏପଟେ ବି ସେୟା ଥିଲା ମୋ ବାବା ସିନା ଆଜିକାଲି ମୋ ଜେଜେ ପସନ୍ଦ ନୁହଁ ତ ସେଥିପାଇଁ ରିଙ୍ଗ ସେରିମନି ହେଲାନି ତ ସରି ମେ 30ରେ ଥିଲା ଦେଖନ୍ତୁ ଜାଣ ତ ସମସ୍ତେ ଯାଇଥିଲେ ଦେଖିବାକୁ ସମସ୍ତେ ଯାଇଥିଲେ ତ ଦେଖନ୍ତୁ ଜାଣ ହେଇଗଲା ଦେଖନ୍ତୁ ଜାଣ ହବା ପୂର୍ବରୁ ବି ଝଗଡ଼ା ମାନେ ଆମ ବାହାଘର ଯେତିକ ମାନେ ଶୁଭ କାମ ହେଇଛି ତା ପୂର୍ବ ଦିନ କିଛି ନା କିଛି ପ୍ରୋବ୍ଲେମ ଆସି ଠିଆ ହେଇଛି ମାନେ ଏମିତି ପୁରା ବାହାଘର ହେଇଯିବ ସବୁକୁ ଫେସ୍ କରିକି ମାନେ ଯିବାଟା କେତେ କଷ୍ଟ ସେ ମୁହୂର୍ତ୍ତଟା ମୁଁ ମାନେ ଆଜି ମନେ ପଇଲେ ଇଏ ହେଇଯାଏ ସିଏ ଏତେ କିଛି ଫେସ୍ କରିନାହାନ୍ତି କାହିଁକି ନା ତାଙ୍କ ଘରେ କିଛି ବି ନଥିଲା ତ ଆମ ଘରେ ସବୁ ଥିଲା ତାଙ୍କ ଉପରେ ନୁହଁ କିନ୍ତୁ କିଛି ବି ଏମିତି ସବୁ ଘରେ ତ ଥାଏ ତ ହେଲା ତାପରେ ଗଲା ଦେଖନ୍ତୁ ଜାଣ ହେଇଗଲା ଦେଖନ୍ତୁ ଜାଣ 30 ତାରିଖ ଥିଲା ଜୁନ 1 ନାଇଁ ମତେ ମାନେ ଛୁଟି ମିଳିଲାନି ସେତେବେଳେ ମେ ମେ 31 ଜୁନ 1ରେ ସେ ଫେରି ଆସିଥିଲେ ମୋ ଦେଖା କରିବାକୁ ସେଠି ମୁଁ ଖୁସିକି ନେଇକି ଯାଇଥିଲି କ୍ରିୟା ଯୋଗ ଆଶ୍ରମ ଜଗତସିଂହପୁର ଜାଣିଥିବେ ସେଇଠି ଆମେ ଯାଇକି ଦେଖା କରିଥିଲୁ ସେଠି ଯାଇ ଦେଖା କରି କଥାବାର୍ତ୍ତା ହେଇଥିଲୁ ତାପରେ ଏମିତି ବାହାଘର ଚାଲିଲା ପ୍ରିପାରେସନ ତାପରେ କଥା ହେଲା ଯେ ଜୁନ 18 ନିର୍ବନ୍ଧ ହବ ତ ଜୁନ 18 ନିର୍ବନ୍ଧ ହବ ଜୁନ 17ରେ ଆମର ପ୍ରି ୱେଡିଙ୍ଗ ଥିଲା ତ ପ୍ରି ୱେଡିଙ୍ଗ ନେଇକି ବି ବହୁତ ଝାମେଲା ହେଇଛି ସେଇଟା ତ କହିହବନି ତ ପ୍ରି ୱେଡିଙ୍ଗ ନେଇ ବହୁତ ଝାମେଲା ହେଇଥିଲା ତ ଏମିତି ଚାଲିଲା ତାପରେ ସବୁ ବାଧା ବିଘ୍ନ କୁ ଡେଇଁ ଆମର ଜୁଲାଇ 2ରେ ବାହାଘର ହେଇଥିଲା ଏମିତି ଥିଲା ଷ୍ଟୋରି ଆଉ ତ ବେଶୀ ମୁଁ ବଡ ମାନେ ସବୁ ବନେଇଚି ନେଲେ ତ ବହୁତ ପାର୍ଟ ହବ କିନ୍ତୁ ଚାହୁଁନି କାହିଁକିନା ତାଙ୍କର ତ ଛୁଟି ମିଳୁନି ଆଉ ଯେତେବେଳେ ବି ଡ୍ୟୁଟି ପଡୁଛି ବାର ପୁରା ଡ୍ୟୁଟି ସେ ଆସିକି ରେଷ୍ଟ କଲା ମୁଁ ତାଙ୍କୁ ଟାଇମ ହଉନି ତ ରେଷ୍ଟ କରିବାକୁ ଟାଇମ ମିଳୁନି ତାକୁ ଭିଡିଓ ବନେଇବି ନିଦ ମାଇଲାଣି ରାତି ହେଲାଣି ଦେଖନ୍ତୁ ରାତି ଯୋଉ 11ଟା ସରି 12ଟା ବାଜିଲା ମୁଁ ତାଙ୍କୁ ବସେଇଛି ତ ଆପଣମାନଙ୍କ ପାଇଁ ଭିଉ ଭଲ ସେ ଆସିଲା ଆଉ ଗୋଟେ ସରପ୍ରାଇଜ ବାଲା ଭିଡିଓ ଅଛି ଆପଣ ଟିକେ ଦିଆ ଆଣିବ ହବ ଆଉ ଏଇ ମାସ ଦିଆ ହବ ସରପ୍ରାଇଜ ବାଲା ଭିଡିଓ ଅଛି ତ ସେଇଟା ଆପଣଙ୍କୁ ଦିଆହବ ଟିକେ ଆଉ ଲାଇକ୍ ସେୟାର କମେଣ୍ଟ କରିବେ ହଁ ଯଦି ବହୁତ ସାରା ଭିଉ ଆସିଲା ସେଇଟା ନିହାତି ଆଣିବି ଆଉ ଆଉ ଗୋଟେ କଥା ବାହାଘର ସରିଗଲା ସିନା ଆମେ ଦି ଜଣ ଯାକ ଯୁଆଡେ ଯାଉ ଯୁଆଡେ ବି ଯିବୁ ବାହାଘର ପରେ ବର୍ଷା ହେବା କଥା ନିହାତି ହବ ହୁଏ ନା ଏଇଟା ପୁରା ତ ଇଏ ତ ଏମିତି ଥିଲା କିଛି ଆଉ ହଉନି ବର୍ଷା ନା ଖରା ଦିନ ଚାଲିଛି ନା 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 ହେଲେ ବି ସେତେବେଳେ ଆମେ ଯୋଉ ଯାଇଥିଲେ ଦଶହରା ବେଳେ କେତେ ବର୍ଷା ହଉଥିଲା ଏବେ କହିଲେ ବେଳେ ବେଳେ ହଉଛି ଭୁବନେଶ୍ୱରରେ 2 ଥର ଖଣ୍ଡେ ହେଲାଣି ନାଇଁ ସେତେବେଳେ ବହୁତ ହେଲା ତାପରେ ଆମେ ଯେତେବେଳେ ଭୁବନେଶ୍ୱର ପଳେଇଥିଲୁ ଅଭାବକୁ ହୁଁ ମୁଁ କହୁଛି ବେଳେ ବେଳେ ତ କେମିତି ଭିଡ ଲାଗିଲା ତ ଆମକୁ ମୁଁ କହୁଛି ମୋ ବାବା ଯେତେବେଳେ ସବୁ ଜାଣିଲେ ତାକୁ ସପୋର୍ଟ କଲେ କିନ୍ତୁ ଆଗରୁ ତ ଜାଣିଥିଲେ ଆରେଞ୍ଜ ମ୍ୟାରେଜ କିନ୍ତୁ ଆଙ୍କ ଘରୁ ବହୁତ ସପୋର୍ଟ ମିଳିଥିଲା ବାହାଘର ବେଳେ ଅରୁ ଭାଇ ଆଉ ଅପା ବୁଢୀଆପା ଦିଦି ଭାଇ 3-4 ଜଣ ଯାକ ତାପରେ ବାହାଘର ପାଇଁ ଏତିକି ସବୁ ଆଗେଇଥିଲେ ଆଉ ଅରୁ ଭାଇ ତ ଲାଗି ପଡିଥିଲେ ହୁଁ ଅରୁ ଭାଇ ଆଜି ପର୍ଯ୍ୟନ୍ତ ବି ଆମ ସହିତ ଲାଗିକି ଅଛନ୍ତି ଆଉ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ତମମାନଙ୍କ ପାଇଁ ଆମର ଇଏ ହେଲା ଫାଷ୍ଟ କିନ୍ତୁ ହଉଛନ୍ତି ପଞ୍ଜାବତି ସାର୍ ସିଏ ହିଁ ଆମକୁ କହିଥିଲେ ସେ ଦି ଜଣ ପାଇଁ ଠିକ ତାପରେ ଏ 4 ଜଣ ଯାକ ଆମକୁ ସପୋର୍ଟ କରିଥିଲେ ଆଉ ବାହାଘର ଯାକେ ଆସିକି ଇଏ କଲେ ତ ଏମିତି କିଛି ଆମ ଲଭ ଷ୍ଟୋରୀ ଆଉ ଲଭ୍ କି ଆରେଞ୍ଜ ଆପଣ ମାନେ ସେଇଟା ସମାଧାନ କରିବେ ସେଇଟା ଆମେ ଜାଣିପାରୁନୁ ତ ଭିଡିଓ ଯଦି ଭଲ ଲାଗିଛି ଲାଇକ୍ ସେୟାର ସବସ୍କ୍ରାଇବ ନିହାତି କରିବେ ଆଉ
जो इंस्टाग्राम और फेसबुक रे फॉलो नियत कर देबे और यूट्यूब रे सब्सक्राइब कर देबे और बेल आइकन को दबा देबे वीडियो भल लगी बहुत मात्रा शेयर कर देबे नेक्स्ट वीडियोटा सरप्राइज वाला वीडियो आसीबा केम लागी होची सेटा नियत कमेंट बॉक्स रे कहबे रहिबे सेटा बाय बाय जय जगन्नाथ लाइक कर कमेंट कर ভিডিওটা ভাইরাল কর